ଏବେ ତ ବହୁତ ଭଲ ଜହ୍ନି ମିଳୁଛି। ମୁଁ ଆଜି ଜହ୍ନିରେ ଗୋଟେ ନୂଆ ପ୍ରକାର କୁଡ଼ୁମୁଡ଼ିଆ ରେସିପି ବନେଇବି। ଆପଣ ଜହ୍ନିର ଏହି ରେସିପିକୁ ମାତ୍ର 10ରୁ 15 ମିନିଟ୍ ଭିତରେ ପ୍ରସ୍ତୁତ କରି ପଖାଳ ଭାତ, ଗରମ ଭାତ କି ସ୍ନାକ୍ସ ହିସାବରେ ଖାଇପାରିବେ। ଯଦି ଆପଣ ଜହ୍ନିର ସେଇ ଗୋଟେ ପ୍ରକାର ତରକାରୀ ଖାଇ ଖାଇ ବୋର୍ ହେଇଗଲେଣି ଆଉ ଜହ୍ନିରେ କିଛି ଟେଷ୍ଟି ଆଉ ନୂଆ ଖାଇବାକୁ ଚାହୁଁଛନ୍ତି, ତାହେଲେ ଏ ରେସିପିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଜହ୍ନିର ଏହି ରେସିପି ପାଇଁ ମୁଁ ଏଠି ଟିକେ ବଡ଼ ସାଇଜ୍ର 2ଟା ଜହ୍ନି ନେଇଛି। ଜହ୍ନିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଜହ୍ନିକୁ ମୁଁ ଏଠି ଗୋଟା ଭଲ ଭାବେ ଧୋଇକି ନେଇଯାଇଛି। ଏବେ ଆମେ ଜହ୍ନିକୁ କାଟିବା। ଜହ୍ନିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ପ୍ରଥମେ ଆମେ ଜହ୍ନିର ଉପରପଟ ମୁଣ୍ଡ ତଳପଟ ମୁଣ୍ଡକୁ କାଟିଦେବା। ତାପରେ ଏମିତି ଭାବେ ଜହ୍ନିର ଉପର ଚୋପାକୁ ଛଡ଼େଇଦେବା। ଜହ୍ନିର ଉପର ଚୋପାକୁ ପୁରା ଛଡ଼େଇବେନି, ଜହ୍ନିର ଉପର ଚୋପାକୁ ଏମିତି ଛଡ଼େଇବେ ଯେମିତି ଜହ୍ନିରେ ଏମିତି ଅଳ୍ପ ଅଳ୍ପ ଚୋପା ଲାଗିକି ଥିବ। ଏମିତି ଭାବେ ଆମେ ଆର ଜହ୍ନିର ବି ଉପର ଚୋପାକୁ ଛଡ଼େଇକି ନେଇଯିବା। ଜହ୍ନିକୁ କାଟିବା ପୂର୍ବରୁ ଆପଣ ଜହ୍ନିକୁ ଟିକେ ଟେଷ୍ଟ କରିଦେବେ। ବେଳେବେଳେ ଜହ୍ନି ପିତା ଥାଏ। ଜହ୍ନିକୁ ଚୋପା ଛଡ଼େଇଲା ପରେ ଆଉ ତାକୁ ଧୋଇବେନି, ନହେଲେ ଜହ୍ନିରୁ ଅଧିକ ପାଣି ବାହାରିବ। ଜହ୍ନିକୁ ଏମିତି ବଡ଼ ବଡ଼ ଖଣ୍ଡ କରି କାଟିକି ନେଇଯିବେ। ମୁଁ ଏଠି ଜହ୍ନି ଟିକେ ବଡ଼ ଥିଲା, ସେଥିପାଇଁ 3 ଖଣ୍ଡ କରି କାଟିକି ନେଇଛି। ଯଦି ଆପଣଙ୍କ ଜହ୍ନି ବେଶୀ ବଡ଼ ଥିବ ଆପଣ 4 ଖଣ୍ଡ କରି କାଟିକି ନେଇପାରିବେ। ଯଦି ଜହ୍ନି ଛୋଟ ଥିବ ତାହେଲେ ଆପଣ ତାକୁ 2 ଖଣ୍ଡ କରି କାଟିକି ନେବେ। ଜହ୍ନିକୁ ଆପଣ ମିନିମମ୍ 2 ଇଞ୍ଚର କାଟିବେ। ଏବେ ଆମେ ଖଣ୍ଡେ ଜହ୍ନି ନେବା ଆଉ ତାକୁ କାଟିବା। ଜହ୍ନିକୁ ଏମିତି ଭାବେ 4 ଖଣ୍ଡ କରି କାଟିକି ନେବେ, ଯେମିତି ତଳପଟ ଲାଗିକି ରହିଥିବ। ତାପରେ ମୁଁ ଆକୁ ଏମିତି 3 ଖଣ୍ଡ କରି କାଟିକି ନେଇଛି। ଦେଖିପାରୁଥିବେ ଆର ତଳ ଜଏଣ୍ଟ ଅଛି। ଏମିତି ଭାବେ କାଟିବେ ଯେମିତି ତଳ ଜଏଣ୍ଟ ଥିବ। ଏମିତି ଭାବେ ଆମେ ବାକି ସବୁ ଜହ୍ନିକୁ ବି କାଟିକି ନେଇଯିବା। ମୁଁ ଏଠି ଆପଣଙ୍କୁ ଆଉ ଗୋଟେ ଜହ୍ନିକୁ କାଟିକି ଦେଖାଇ ଦେଉଛି। ଜହ୍ନିକୁ ଏମିତି କାଟିବେ ଯେମିତି ଆର ତଳପଟ ଭଲ ଭାବେ ଜଏଣ୍ଟ ଥିବ। ମୁଁ ଏଠି ସବୁ ଜହ୍ନିକୁ କାଟିକି ନେଇଯାଇଛି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ତାପରେ ଧୀରେ ଧୀରେ ଜହ୍ନିକୁ ହାଲକା ହାତରେ ଭଲ ଭାବେ ମିକ୍ସ କରିବା, ଯେମିତି ଜହ୍ନିରେ ଲୁଣ ଭଲ ଭାବେ ଲାଗିଯିବ। ଆପଣଙ୍କୁ ହାଲକା ହାତରେ ଧୀରେ ଧୀରେ ମିକ୍ସ କରିବେ, ନହେଲେ ଯେଉଁ ଡିଜାଇନ୍ କରି ଆମେ ଜହ୍ନିକୁ କାଟିଛେ ସେ ଭାଙ୍ଗିଯିବ। ସବୁକୁ ଭଲ ଭାବେ ମିକ୍ସ କଲା ପରେ ଆମେ ଜହ୍ନିକୁ 8ରୁ 10 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟ ହେବାକୁ ଦେବା। ଯେଉଁମାନେ ଜହ୍ନି ଖାଇବା ପାଇଁ ଭଲ ପାଉନାହାନ୍ତି, ଥରେ ଜହ୍ନିକୁ ଏମିତି ପ୍ରସ୍ତୁତ କରନ୍ତୁ, ଦେଖିବେ ଛୋଟରୁ ବଡ଼ ସମସ୍ତଙ୍କୁ ବହୁତ ଭଲ ଲାଗିବ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମୁଁ ଏଠି ଗୋଟେ ବଡ଼ ବାଉଲ୍ ନେଇଛି। ଏଥିରେ ମୁଁ ଏବେ 1 କପ୍ କର୍ଣ୍ଣଫ୍ଲାୱାର ଦେଉଛି। କର୍ଣ୍ଣଫ୍ଲାୱାର ଜାଗାରେ ଆପଣ ଚାଉଳ ଗୁଣ୍ଡ ନେଇପାରିବେ। ତାପରେ ମୁଁ ଏଥିରେ 4 ଛୋଟ ଚାମଚ ବେସନ ଦେଇଛି। ଏବେ ଆମେ ଏଥିରେ କିଛି ଗୁଣ୍ଡ ମସଲା ପକାଇବା। ପ୍ରଥମେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇଛି। ତାପରେ ମୁଁ ଏଥିରେ ଲଙ୍କା ଗୁଣ୍ଡ ଦେଇଛି। ହଳଦୀ ଗୁଣ୍ଡ ଏଠି ଅପସନାଲ୍ ଅଛି, ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ଦେବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚିକେନ୍ ମସଲା ଦେଇଛି। ଆ ଜାଗାରେ ଆପଣ କିଛି ବି ସବଜି ମସଲା ପକାଇ ପାରିବେ, ନହେଲେ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇ ପାରିବେ। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ଗୋଟେ ଛୋଟ ଚାମଚ ଅଦା ରସୁଣ ବଟା ଦେବା। ବ୍ୟାଟର ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ, କାରଣ ଆମେ ଜହ୍ନିରେ ଅଲରେଡ଼ି ଲୁଣ ପକାଇଛେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଗୋଟେ ବ୍ୟାଟର ବନେଇବା, ଯେମିତି ବ୍ୟାଟରରେ କିଛି ବି ଲମ୍ପସ୍ ରହିବନି। ଯଦି ଆପଣ ଆକୁ ବିନା ପିଆଜ ରସୁଣର ବନେଇବାକୁ ଚାହୁଁଛନ୍ତି ତାହେଲେ ଅଦା ରସୁଣ ପେଷ୍ଟ ଦେବେନି, ଆଉ ଚିକେନ୍ ମସଲା ଜାଗାରେ ଆପଣ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇବେ।
तापर मुझे गोटे छोट चमच धला राशि देती ये ऑप्शनल अच्छी किंतु आपको पकेले ये जन्नी बरार टेस्ट बहुत भल आसब। बैटर ये रेडी हो जाइए। आपण बैटर को बेसी पतला कि बेसी मोटा बनइबेनी। बैटर कंसिस्टेंसी आपण एमती रखिबे। एटी 8 रु 10 मिनिट हो गला। जन्नी रे बहुत पानी थाए। एमती हल्का हाथ रे जन्नी की चिपुड़ी की एथिरे जो एक्स्ट्रा पानी अच्छी ताकू काढ़ी बाहर करदबा। यह द्वारा आपण बरा जिते बनइबे जन्नी रु अधिक पानी बाहरबनी। मुझे सबू जन्नी को चिपुड़ी की नहीं जाइए। बरा को भाजवाई मुझे गोटे पैन ने अल्प किछि तेल दे गरम होगा रखी। आपण चाहिए आपको तावारे बनई पारे नहले अधिक तेल रे आपको छाणी पारे। तेल भल भाव गरम है पर आम गोटे गोटे जन्नी को नवा ताकू बैटर रे भल भाव कोट करी ताकू तेल रे दे दबा। आपण पैन ने जेतिकिटा जन्नी जगह हम सेतिकिटा जन्नी देबे। एबे आम जन्नीर गोटे पट साइड को हाई फ्लेम रे गोटे रु 2 मिनिट पर्यंत कुक करिबा। एटी गोटे रु 2 मिनिट हो गलानी। एटी जन्नी उपरु अल्प अल्प बैटर छाड़ी जाइए। सेतिपई आम जन्नी रे आउ टिके टिके बैटर दे दबा। आ बैटर देला परे जन्नी को आम सांगे सांगे लेउटै दबा। जन्नी को लेउटेला परे चामच रे एमती भाबे टिके टिके हल्का हाथ रे प्रेस करि देबे। जन्नी को लेउटेला परे आरपट साइड को भी जन्नी रो आमे हाई फ्लेम रे गोटे रु 2 मिनिट पर्यंत कुक करिबा। गोटे रु 2 मिनिट पर आमे जन्नी को लेउटे लेउटे लो टू मीडियम फ्लेम रे फ्राए करिबा। जेमती जन्नी क्रिस्पी है लाइट गोल्डन ब्राउन कलर है फ्राए हो जिवो। जन्नी को आपण लो टू मीडियम फ्लेम रे फ्राए करिबे। बेसी हाई फ्लेम रे फ्राए करिबेनी नहले जन्नी कंचा रहि जिवो। जन्नी बरा ये बढ़िया से फ्राए हो जाइए। मुझे आपन को लेउटाई देखे दूची। जन्नी बरार ये 2 पट साइड लाइट गोल्डन ब्राउन कलर है क्रिस्पी है फ्राए हो जाइए। मुझे आपन को देखे दूची जन्नी भी ये बढ़िया से सीझी जाइए। ए जन्नी बरा ये रेडी हो जाइए। एबे आम को गोटे प्लेट रे काढ़ी दबा। आपण ए जन्नी बरा को गरम गरम ग्रीन चटनी सहित कि टमाटो केचप सहित सर्व करि परिबे। नहले आकु एमती पखाल भात कि गरम भात सहित साइड डिश हिसाब रे खाई परिबे। जदि आपन को एही नुआ प्रकार डिजाइन वाला कुडुमुड़िया जन्नी भजार रेसिपी भल लगी तालाकु लाइक करिवे। आपण को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर था बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक इंस्टाग्राम देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।